କହିଲେ ମତେ ଆଜି ଭଲ ଲାଗେ। ଠାକୁର କହୁଛନ୍ତି ଥରେ ଗୋଟେ ବିଲୁଆଟିଏ ଯାଉଛି, ମୁଁ ସେ ବିଲୁଆ ଭିତରେ ପଶିଗଲି। ବିଲୁଆ ଭିତରେ ପଶିଗଲି ଯେତେବେଳେ ଖାବାର ଦୋକାନ, ମିଠା ଦୋକାନକୁ ଗଲି, ଦେଖିଲି ତା ମିଠା ଦୋକାନର କଡେଇରେ ରସଗୋଲା ସବୁ। ମୋର ରସଗୋଲା ଖାଇବାକୁ ବହୁତ ଲୋଭ ହେଲା, ଇଚ୍ଛା ହେଲା। ମୁଁ ଗୋଡରେ ସେଇ ବିଲୁଆ ଭିତରେ ତା ଆଗ ଗୋଡରେ ରସଗୋଲା ଗୋଟିଏ 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 ଆଣି ଖାଉଥାଏ। କେତୁଟା ଖାଇବା ପରେ ମୋର ହଠାତ୍ ଖିଆଲ ହେଇଗଲା, ଆରେ ଯଦି ମାଲିକ ଦେଖିବ, ଯଦି ଠେଙ୍ଗାରେ ପାହାରେ ଦବ ମୋ ମୁଣ୍ଡରେ, ମୋ ପ୍ରାଣ ଛାଡିଯିବ। ଆଉ ଏ ଅବସ୍ଥାରେ ପ୍ରାଣ ଛାଡି ବିଲୁଆ ଯୋନି ପ୍ରାପ୍ତ ହେବି। ସେଇଠୁ ମୁଁ ପଳେଇ ଆସିଲି, ବିଲୁଆ ଭିତରୁ ବାହାରିକି ମୁଁ ପଳେଇ ଆସିଲି। ଠାକୁର କହୁଛନ୍ତି ଆଉ ଥରେ ନଦୀ ପଠାରେ ଗୋଟେ ଗୋରୁର, ମଲା ଗୋରୁଟିଏ ପଡିଛି, ତାର ମାଂସ କୁ ସବୁ ଶାଗୁଣା ମାନେ ଖୁମ୍ପି ଖୁମ୍ପି ଖାଉଛନ୍ତି। ମୁଁ ଭାବିଲି ଏ ମାଂସଟା କେମିତି ଟେଷ୍ଟ ହେଇଥିବ। ମୁଁ ଗୋଟେ ଶାଗୁଣା ଭିତରେ ପଶିଗଲି। ଶାଗୁଣା ଭିତରେ ପଶି ଯାଇ ସବୁ ସେଇ ଗୋରୁ ମାଂସକୁ ସବୁ ଖାପି ଖାପି ସବୁ ଖାଉଛି, ଖୁମ୍ପି ଖୁମ୍ପି ଖାଉଛି। ଭଲ ଲାଗୁଥାଏ, ଟେଷ୍ଟ ଲାଗୁଥାଏ। ଶାଗୁଣା ମୁଖ ଦେଇକି ସେଟା ଟେଷ୍ଟ ମୁଁ ପାଉଥାଏ। ଏଇ ସମୟରେ ହଠାତ୍ ମୋର ମନେ ହେଲା, ଆରେ ଏଇ ସମୟରେ ଯଦି ମୋର ପ୍ରାଣ ଚାଲିଯାଏ, ତାହେଲେ ତ ମୁଁ ଶାଗୁଣା ଯୋନି ପ୍ରାପ୍ତ ହେବି। ମୁଁ ସେଠୁ ବାହାରି ଚାଲି ଆସିଲି। ଠାକୁର କହୁଛନ୍ତି ଥରେ ମୁଁ ମୋ ଶରୀରରୁ ବାହାରି ଗଲି, କାଶୀପୁର ରାସ୍ତା ଦେଇ ଯାଉଛି, ଗୋଟେ ଦୁଧ ବାଲା ଦେଖା ହେଲା, ତା ସହିତ କଥାବାର୍ତ୍ତା ହେଲି। ଆଉ ସବୁ କିଏ କିଏ ଦେଖାହେଲେ ତାଙ୍କ ସହିତ କଥାବାର୍ତ୍ତା ହେଲି। ପୁଣି ମୋ ଶରୀରକୁ ମୁଁ ପଳେଇ ଆସିଲି। ପରେ ଯାହାଙ୍କ ସହିତ ସବୁ ଯାଇ କଥାବାର୍ତ୍ତା ହେଇଥିଲି, କଥାକୁ ମିଳେଇ ଦେଖିଲି କଥା ସବୁ ଠିକ। ଇଏ ଗୋଟେ ପ୍ରସଙ୍ଗ, ଅଜସ୍ର ପ୍ରସଙ୍ଗ ଭିତରୁ, ବହୁ ପ୍ରସଙ୍ଗ ଭିତରୁ ଏହା ଗୋଟେ ପ୍ରସଙ୍ଗ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କଲି। ସେ ଇଚ୍ଛା କଲେ ସବୁ କରିପାରନ୍ତି। ଆମେ ସବୁ ସାଧୁ ସନ୍ଥ ମହାପୁରୁଷ ଏମାନଙ୍କ ଜୀବନ କାହାଣୀ ସବୁ ଆମେ ସବୁ ବହୁତ ଶୁଣିଛେ, ଜାଣିଛେ, ପଢିଛେ। ମଣିଷ ଯୋଉମାନେ ସାଧକ, ଜଣେ ଉଚ୍ଚ ସ୍ତରର ସାଧକ, ସାଧନା ଜଗତର ଗୋଟେ ସୋପାନ ଅଛି, ସେଟା ହଉଛି ସମାଧି। ସମାଧି ଦୁଇ ପ୍ରକାର, ଗୋଟେ ହଉଛି ସବିକଳ୍ପ ସମାଧି, ଗୋଟେ ହଉଛି ନିର୍ବିକଳ୍ପ ସମାଧି। এই ସବିକଳ୍ପ ସମାଧି ର ଉର୍ଦ୍ଧ୍ୱରେ ହଉଛି ନିର୍ବିକଳ୍ପ ସମାଧି, ଯୋଉ ସମାଧି ଅବସ୍ଥାରେ ସାଧକ ତାଙ୍କର ଆତ୍ମାକୁ ଶରୀରରୁ ବାହାର କରି ନେଇ ଯାହା ତାଙ୍କର ସବୁ ଇଚ୍ଛା ଥାଏ ତାକୁ ପରିପୂରଣ କରି ପୁଣି ତାଙ୍କ ଶରୀରକୁ ଫେରି ଆସି ପାରନ୍ତି। ଏଇଟା ଏତେ ସହଜ କଥା ନୁହେଁ। ସବୁ ସାଧକଙ୍କ ଜୀବନରେ, ମହାପୁରୁଷଙ୍କ ଜୀବନରେ ଏହା ଘଟି ପାରେନି। ଆମେ ଜାଣିଛେ ଶ୍ରୀମତ୍ ଶଙ୍କରାଚାର୍ଯ୍ୟ ତାଙ୍କ ଶରୀରରୁ ତାଙ୍କର ଆତ୍ମାକୁ ନେଇ ଗୋଟେ ରାଜାଙ୍କ ଶରୀର ଭିତରେ ରଖି ରାଜକାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମଣ୍ଡନ ମିଶ୍ର ଏବଂ ବିଦ୍ୟା ଭାରତୀଙ୍କ ସହିତ ଆଲୋଚନା କରିକିରି ତାଙ୍କୁ ଯୁକ୍ତିରେ ପରାସ୍ତ କରିଥିଲେ। ଏହା ଏକ ଐତିହାସିକ କାହାଣୀ, ଏକଥା ଆମେ ଜାଣିଛେ। କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନରେ ସବୁଠାରୁ ଅଭିନବ ମୋ ଅତ୍ୟଦ୍ଭୁତ ଘଟଣା ହଉଛି ସେ ନିର୍ବିକଳ୍ପ ସମାଧି ଅବସ୍ଥାରେ ତାଙ୍କର ଶ୍ରୀମୁଖରୁ ଅଜସ୍ର ବାଣୀ ବିଭିନ୍ନ ଭାଷା ନିର୍ଗତ ହେଇଛି, ଯାହାକୁ ଆମେ କହୁ ମହାଭାବାବସ୍ଥାରେ, ଭାବ ସମାଧି ଅବସ୍ଥାରେ ଠାକୁର ଯାହା ସବୁ କହିଛନ୍ତି ତାହା ହଉଛି ଭାବବାଣୀ। ପୁଣ୍ୟ ପ୍ରତି ଗ୍ରନ୍ଥରେ ତା ସଂରକ୍ଷିତ ଅଛି, ଆମେ ଏଟା ଜାଣିଛେ।
पुराण शास्त्र इतिहास रे ए प्रकार घटना ए प्रकार कथा आमे केबे सुनिने जानिने केवल गोटे आमे जानिचे द्वापर जुगरे जेतबेले श्रीकृष्ण अर्जुन रथ को उभय सेनाकर मझे रखिले अर्जुन का संदेह मोचन करी तांको कर्तव्य पथ आगे नवा पाई श्रीकृष्ण जहाँ सब तांको उपदेश दिए ताहा सब श्रीमद् भगवत गीता रे उल्लेख आमी जानचिटा सेठी गोटे जगह रे जेतबेले आमी देखिलु भक्ति योग सांख्य योग कर्म योग ज्ञान योग विज्ञान कथा जेते भी मध्य श्रीकृष्ण अर्जुन को बुझेले मध्य अर्जुन कर मनरु संदेह दूरीभूत हैला नाही निर्विचार रे अस्खलित भाव रे निर्विचार रे श्रीकृष्ण कथा को मानि नै युद्ध रे प्रवृत्त हेबे एटा संभव ही पारुनी जतो श्रीकृष्ण देखिले सेतबे तांकर दिव्य चक्षु प्रदान कले एवं तांकर विश्व रूप को दर्शन करेले जो विश्व रूप विषय आमे जानिचे जा वेद रे अछि ऋग्वेद रे अछि पुरुष सूक्त रे अछि पुरुष केमितिया ना सहस्र शीर्षा पुरुष सहस्राक्ष सहस्रपाद स्वभूमि विश्वतो वृत्वा त्यक्तस्तिष्ठ रसांगुलम से सहस्र शीर्षा पुरुष तांकर सहस्र सहस्र मथा सहस्र हजार हाथ हजार ताकू कल्पना करी हबनी वेदरे जो आखि पाइलानी विस्मय विस्फारित नेत्र भयभीत हो पड़े कातर कंठारे प्रार्थना करिसंती प्रभु को सखेति मत्वातम हे कृष्ण हे जादव हे सखेति अजानता मोहि मानम तवेदम मया प्रमादात प्रणये न बापी हे प्रभु मु तुम सखा बोली डाकिची कृष्ण बोली डाकिची केशव बोली डाकिची केते ना डाकिची मोर भूल हो जाइछि मोर सब भूल है आपण होचंती कोन गुरुर गरियान आपण गुरुंग ठारो आहु महतो महियान तेणु आपण को ये सब डाकी मु भूल कर देछि मते क्षमा कहि देबे दया करी आपण आपण को मानुषी तनु को दर्शन करांतु मु ये रूप सज्ज करि पारुनी पुराण शास्त्र ए गोटे कथा आमे जानिथलु पुरुषोत्तम श्रीकृष्ण तांकर विश्वरूप दर्शन अर्जुन को जोटा को परवर्ती समय श्रीकृष्ण अर्जुन को कहिसंती जे जोगयुक्त अवस्था रे मु तुमको जाहली वर्तमान आ मु ता कहि परिबि नहीं अश्वमेध यज्ञ पर्व रे एटा लेखा अछि किंतु आमे देखिलु ए जुगरे कलिर घड़ी संधि मुहूर्त रे वस्तुवादी दुनिया रे वस्तुवादी मनुष्य आज प्रत्यक्ष कला आध्यात्मिक जगत चरम एवं परम कारण परम पुरुष श्री श्री ठाकुर अनुकूल चंद्र तांकर दिव्य भाव बाड़ी रे तांकर स्वरूप प्रकाश करचंती से किए तांकर स्वरूप से प्रकाश करचंती तांकर लीला कहानी तांकर महिमा था गरिमार कथा आमे जेते खानले मध्य आमे जेते विवृत कले मध्य आमे किछि भी करि परिबानी सेइथि पई अमेरिकार न्यूयॉर्क शहर रे जेतबे स्वामी विवेकानंद को प्रश्न करा गला जे स्वामी जी आपण एते कथा वेद उपनिषद भारतीय दर्शन हिंदू दर्शन विषय एते कथा आपण कहउचंती किंतु आपणकर जे प्रभु आपणकर जे इष्ट श्री श्री रामकृष्ण देव आपणकर गुरु आमे तांको विषय तो आपण किछि कहउनांती सेदिन स्वामी विवेकानंद कहितले
ଯଦି ହଜାର ହଜାର ବିବେକାନନ୍ଦ ହଜାର ହଜାର ମୁଖ ବ୍ୟାଦାନ କରି ହଜାର ହଜାର ବର୍ଷ ଧରି ଯଦି ସେ ମହାପୁରୁଷଙ୍କର ସେଇ ପରମ ପୁରୁଷଙ୍କର ଗୁଣ କୀର୍ତ୍ତନ କରିବାକୁ ଯାଏ, ତାହେଲେ ତାଙ୍କ ପାଦ କାଣି ଆଙ୍ଗୁଠି କଣରେ ଲାଗିଥିବା ରେଣୁର ମଧ୍ୟ ବର୍ଣ୍ଣନା କରିପାରିବ ନାହିଁ। ଏଇ ହଉଛନ୍ତି ପରମ ପୁରୁଷ। ଆମେ ସତରେ ଆଲୋଚନାରେ ନାନା ଭାବରେ ଆମେ ଠାକୁରଙ୍କ କଥା ଆଲୋଚନା କରୁଛେ, କରି ଆସୁଛେ, କିନ୍ତୁ ତାଙ୍କର କଥା ତାଙ୍କର ଉପମା ସେ ନିଜେ, ଯାହା ଆଜି କୀର୍ତ୍ତନରେ ଆମର ବିଜ୍ଞାନ ଭାଇ ଭଲ ଭାବେ କହିଲେ, ଭଲ ଲାଗିଲା। ପୁରାତନ କଣ ନୂତନ କଣ, ଯାହା ଭଲ ଲାଗିଲା, ଯାହା ପ୍ରାଣକୁ ସ୍ପର୍ଶ କଲା, ତାହା ହିଁ ଉତ୍ତମ। ସିଏ ହଉଛନ୍ତି ଗୁଣାତୀତ, ତାଙ୍କର ଉପମା କିଛି ଦିଆଯାଇ ପାରିବନି। ଏଇ ଉଦାହରଣ ଦେଇକି ଆମେ ତାଙ୍କୁ ବୁଝେଇବା, ଏଇଟା ଭୁଲ କଥା ହେଇଯିବ। ତାଙ୍କର ଉପମା ସେ ନିଜେ, ତାଙ୍କର ଗୁଣକୁ ଆମେ ସବୁ ଗୁଣ ଅଛି, ସୁଗୁଣ ଦୁର୍ଗୁଣ ଅବଗୁଣ ଯାହା ଆମର ସବୁ ଅଛି, ତାଙ୍କର ସବୁ ଗୁଣର ଅତୀତ ସେ ଉର୍ଦ୍ଧ୍ୱରେ ସିଏ। ତାଙ୍କର ଲୀଳା ଯାହା ତା ହଉଛି ୟୁନିକ୍, ଅନନ୍ୟ। ଆଜି ସତରେ ଜ୍ଞାନୀ ମାନେ ବହୁ ଭାବରେ ତାଙ୍କର ଗୁଣ କୀର୍ତ୍ତନ କରୁଛନ୍ତି, ଯିଏ ଯେମିତି ଉପଲବ୍ଧି କରିଛି, ଯିଏ ଯେମିତି ଅନୁଭବ କରିଛି ତାଙ୍କ ଜୀବନରେ। ତା ବ୍ୟତୀତ ନିଜର ଅନୁଭୂତି ବ୍ୟତୀତ ସେ କାହିଁ କେତେ ଊର୍ଦ୍ଧ୍ୱରେ ଅଛନ୍ତି, ତାଙ୍କୁ ବର୍ଣ୍ଣନା କରିବା ଏତେ ସହଜ କଥା ନୁହେଁ। ସେଦିନ ହିମାୟତପୁର ସତ୍ସଙ୍ଗ ଆଶ୍ରମରେ ଠାକୁର ବସିଛନ୍ତି, ହଠାତ୍ ଡାକ ଛାଡ଼ିଲେ ଅନ୍ତ ମହାରାଜଙ୍କୁ, ଆରେ ଅନ୍ତା ଅନ୍ତା କୋଉଠି ଅଛୁ? ଅନ୍ତ ମହାରାଜ ଦୌଡ଼ି ଆସିଲେ। ଠାକୁର କହିଲେ, ଅନ୍ତ ମୋ ଛାତିରେ ହାତ ମାରି ଦେଖିଲୁ, ଆରେ ମୋ ହାର୍ଟ ଟା ଚାଲୁନି, ମୋର ହାର୍ଟ ଟା କଣ ବନ୍ଦ ହେଇଗଲା? ଅନ୍ତ ମହାରାଜ ଷ୍ଟେଥୋ ଆଣିଲେ, ତାଙ୍କର ସେ ଟିକେ ଡାକ୍ତରୀ ବିଦ୍ୟା ତ ଜାଣନ୍ତି, ବହୁ ଚେଷ୍ଟା କଲେ, ବହୁ ପରୀକ୍ଷା କଲେ, ସତୁ ସତ ତ ହାର୍ଟ ଚାଲୁନି, ହୃତ୍ପିଣ୍ଡ କ୍ରିୟା ବନ୍ଦ, ଅଥଚ ଲୋକ କଥାବାର୍ତ୍ତା କରୁଛନ୍ତି, ଚାଲୁଛନ୍ତି, ବୁଲୁଛନ୍ତି, ଏଟା କେମିତି ହଉଛି? ସେ ବହୁତ ଦୋଦୁଲ୍ୟମାନ ଅବସ୍ଥାରେ ପଡିଗଲେ, ଡିଲେମାରେ ପଡିଗଲେ। ଖବର ପଠାଗଲା କୁଷ୍ଟିଆର ଯେ ନାମକରା ଡାକ୍ତର ଗୋକୁଳ ମଣ୍ଡଳ, ଯିଏ ଠାକୁରଙ୍କର ମନ୍ତ୍ର ଶିଷ୍ୟ, ଠାକୁରଙ୍କୁ ଭଲ ପାଆନ୍ତି, ନାମକରା ଡାକ୍ତର ମଧ୍ୟ। ତାଙ୍କ ପାଖକୁ ଖବର ଗଲା। ସେତେବେଳେ ତ ଆଉ ଏତେ ସୁବିଧା ନଥିଲା, ଫୋନ ଚିଠି ପତ୍ର ଏମିତି ଲୋକ ପଠାଗଲା ଚିଠି ଦେଇକିରି। ତା ପରଦିନ ଡାକ୍ତର ଗୋକୁଳ ମଣ୍ଡଳ ଆସି ପହଞ୍ଚିଲେ। ଗୋକୁଳ ମଣ୍ଡଳ ଆସି ପହଞ୍ଚିକି ପରୀକ୍ଷା ନିରୀକ୍ଷା କଲେ, ସତୁ ସତ ତ ହାତ ଚାଲୁନି, ହୃତ୍ପିଣ୍ଡ କ୍ରିୟା ତ ବନ୍ଦ ହେଇଯାଇଛି ସମ୍ପୂର୍ଣ୍ଣ, ଅଥଚ ଲୋକ ଚାଲୁଛି, ବୁଲୁଛି, ଖାଉଛି, ପିଉଛି, ଏଟା କେମିତି ସମ୍ଭବ? କେମିତି? ତାଙ୍କର ଡାକ୍ତରୀ ବିଦ୍ୟାରେ ସେ କିଛି ଆଉ ଥୋଇ ପାରିଲେନି। ଶେଷକୁ ଗୋଟେ ନିଦାନ ଦେଲେ, ଠାକୁରଙ୍କର ବେଡ୍ ରେଷ୍ଟ ଦରକାର, ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ। ତାଇ ହେଲା, ଠାକୁରଙ୍କୁ ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ ଦିଆଗଲା, ତାଙ୍କୁ କେହି ଡିଷ୍ଟର୍ବ କରିବେନି, ସେ ଶୋଇ ରହିବେ। ଦିନ ସଲା, ସନ୍ଧ୍ୟା ଆଗତ। ସନ୍ଧ୍ୟା ସମୟରେ ମାତୃ ମନ୍ଦିରରେ କୀର୍ତ୍ତନ ଚାଲିଛି ଜୋରରେ। ଯେତେବେଳେ ଉଦଣ୍ଡ କୀର୍ତ୍ତନ ଆରମ୍ଭ ହେଇଗଲା ମାତୃ ମନ୍ଦିରରେ, ଠାକୁର ତାଙ୍କ କୁଟୀରରେ ଶୋଇଥିଲେ, ହୁରସ ଉଠି ପଡିଲେ। ହୁରସ ଉଠିକି ଯାଇକି କୀର୍ତ୍ତନରେ ଝାମ୍ପ ଦେଲେ, ଉଦଣ୍ଡ କୀର୍ତ୍ତନ କରି ନାଚିଲେ। ଗୋକୁଳ ମଣ୍ଡଳ, ଅନନ୍ତ ମହାରାଜ, ଯୋଉମାନେ ଟିକେ ଟିକେ, ଗୋକୁଳ ମଣ୍ଡଳ ଜଣେ ପ୍ରଖ୍ୟାତ ଡାକ୍ତର ସେତେବେଳେ ସମୟରେ, ଆଶ୍ଚର୍ଯ୍ୟ ହେଲେ, ଇଏ କଣ? ଯୋଉ ଲୋକର ହାର୍ଟ ବନ୍ଦ ହେଇଯାଇଛି, ପରୀକ୍ଷା ନିରୀକ୍ଷା କରି ଆମେ ଜାଣିଲୁ ଇଏ ଉଦଣ୍ଡ କୀର୍ତ୍ତନ କଣ? ଏଇ ହଉଛି ତାଙ୍କର କଥା। ଆଚ୍ଛା, ଯୋଉମାନେ ସବୁ ଜ୍ଞାନୀ ତାଙ୍କ ସାଙ୍ଗରେ ରହିଛନ୍ତି, ତାଙ୍କର ଲୀଳା ମାଧୁର୍ଯ୍ୟକୁ
ଉପଭୋଗ କରୁଥିବା ଲୀଳାର ସହସ୍ର ହେଇଛନ୍ତି ସେମାନେ ମଧ୍ୟ ଜାଣି ପାରିନାହାନ୍ତି। ଠାକୁରଙ୍କ ଏକନିଷ୍ଠ ଭକ୍ତ ଅଶ୍ୱିନୀ ବିଶ୍ୱାସ ଠାକୁରଙ୍କ କଥାକୁ ଗୋଟେ ଛୋଟ ପୁସ୍ତିକାରେ ଲିପିବଦ୍ଧ କରିଛନ୍ତି। ଆପଣ ଜାଣନ୍ତି, ପଢନ୍ତି। ଅମୀୟବାଣୀ ଅମୀୟବାଣୀ ପୁସ୍ତକର ମୁଖବନ୍ଧରେ ସେ ଲେଖିବାକୁ ଯାଇ ଲେଖିଛନ୍ତି, ଆମେ ଆଜି ଯାହାଙ୍କୁ ନେଇକିରି ଏତେ ବ୍ୟସ୍ତ ମତୁଆଲା ସେ କିଏ? ଆଜି ଭାବିଲେ ଆମେ ବିସ୍ମିତ ହଉ। ସିଏ ଆମ ସାଙ୍ଗରେ କେତେ ଲୀଳା କରିଛନ୍ତି, ସେ ଇଚ୍ଛା କରି କରିଛନ୍ତି। ଆମ ଦେହରେ ସେ ତେଲ ମାରିଦିଅନ୍ତି, ଆମେ ତାଙ୍କ ଦେହରେ ତେଲ ମାରିଦେଉ। ସାଙ୍ଗ ହେଇ ପଦ୍ମା ନଦୀରେ ଗାଧାଉ। ସେ ଆମକୁ ଆମ ଉପରେ ପାଣି ଛିଟିକା ପକାନ୍ତି, ଆମେ ତାଙ୍କ ଉପରକୁ ପାଣି ଛିଟିକା ପକାଉ। ପହଁରଉ ପଦ୍ମା ନଦୀରେ। କେତେବେଳେ ଉଦଣ୍ଡ କୀର୍ତ୍ତନରେ ଆମେ ସେ ଆମ କାନ୍ଧ ଉପରେ ଚଢି ବସନ୍ତି, ତ କେତେବେଳେ ଆମକୁ ନେଇ କାନ୍ଧ ଉପରେ ବସାନ୍ତି। ଆଜି ଏସବୁ କଥା ଭାବିଲେ ଆମେ ବିସ୍ମିତ ହଉ। କାହାକୁ ନେଇ ଆମେ ଏସବୁ କରିଛୁ? କୋଉ ସାହସରେ ଆମେ ଏସବୁ କାମ କରିଛୁ? ପୁଣି ଭାବୁ ଏଇଟା ତାଙ୍କର ଇଚ୍ଛା। ସେ ଇଚ୍ଛାମୟ, ସେ ଇଚ୍ଛା କରିଛନ୍ତି ଆମ ସାଙ୍ଗରେ ତାଙ୍କର ଲୀଳାକୁ ପ୍ରକଟ କରିବା ପାଇଁ। ଯୁଗେ ଯୁଗେ ସେ ଆସନ୍ତି, ତାଙ୍କର ଉପମା ସେ ନିଜେ, ଆଉ କେହି ନାହିଁ। ତେଣୁ ବର୍ତ୍ତମାନ ଭାଦ୍ରବ ସତ୍ସଙ୍ଗ ଚାଲିଛି, ଦାନ କରୁଛନ୍ତି ଏବଂ ସତ୍ସଙ୍ଗରେ ବହୁ ବିଷୟ ଆଲୋଚନା ହଉଛି। ଆମେ ସବୁ ଶୁଣୁଛେ, ଜାଣୁଛେ। ତାଙ୍କ ଯାହାଙ୍କ ଦୀକ୍ଷା ଆମେ ନେଇଛେ, ଯାହାଙ୍କ ମନ୍ତ୍ରକୁ ଆମେ ପ୍ରାପ୍ତ ହେଇଛେ, ଯେ ଅବାଙ୍ଗ ମନସ ଗୋଚରମ, ତାଙ୍କୁ ଅନକଣ୍ଡିସନାଲି ଭଲ ପାଇ ତାଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ହଉଛି ଅସଲ କଥା। କୁଷ୍ଟିଆର ଜଣେ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଆପଣ ଜାଣିଛନ୍ତି, ତା ନାଁ ହଉଛି ବୀରୁ ରାୟ। ବୀରୁ ରାୟ ଜଣେ ବିଶିଷ୍ଟ ବ୍ୟକ୍ତି କୁଷ୍ଟିଆର, ଏବଂ ସେ ପ୍ରଫୁଲ୍ଲ ରାୟ, ଅଶ୍ୱିନୀ ବିଶ୍ୱାସ ଏମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଅଛି। ଠାକୁରଙ୍କ କଥା ଶୁଣନ୍ତି, ଠାକୁରଙ୍କ କୀର୍ତ୍ତନ ସେ କୁଷ୍ଟିଆରେ ଦେଖିଛନ୍ତି, କିନ୍ତୁ କହିଦେଇଛନ୍ତି ମତେ ଦୀକ୍ଷା ନବା କଥା କହିବନି। ମୁଁ ଏମିତି ଭଲ ପାଉଛି, ଭଲ, ମତେ ଦୀକ୍ଷା ନବା କଥା କହିବନି। ଦିନେ ତାକୁ ନ ଜଣେଇ ଯିବି, ଠାକୁରଙ୍କ ପାଖକୁ ଯିବି, ଦେଖିବି ଠାକୁର କେମିତିଆ କଣ। ଷ୍ଟିମରରେ ଆସି ଓହ୍ଲେଇ ପଡିଲେ ବାଜିତପୁର ଘାଟରେ, ଯିବେ ଆଶ୍ରମକୁ। ଇଏ କଣ, ବାଜିତପୁର ଘାଟରେ ଷ୍ଟିମରରେ ଓହ୍ଲେଇଲା ବେଳକୁ ନଦୀ ବନ୍ଧ ଉପରେ ଠିଆ ହେଇଛନ୍ତି ସ୍ୱୟଂ ଶ୍ରୀ ଶ୍ରୀ ଠାକୁର। ମୁଁ ତ କହିନି ଆସିବି ବୋଲି। ଠାକୁର ଦେଖିକି କହିଲେ, ଦାଦା ଆସନ୍ତୁ ଆସନ୍ତୁ, ମୁଁ ଆପଣଙ୍କୁ ଅପେକ୍ଷା କରି ଅଛି। ଆଶ୍ଚର୍ଯ୍ୟ ହେଲେ, ବିସ୍ମିତ ହେଲେ, ମୁଁ ତ କହିନି ଆସିବି ବୋଲିକି ଆଶ୍ରମକୁ। ସେ କେମିତି ଜାଣିଲେ ଅପେକ୍ଷା କରିଥିଲି ମୋ ପାଇଁ? ମତେ କୋଳାଗ୍ରତ କଲେ, ନେଇଗଲେ। ଖାଇବା ପିଇବା ଭିତରେ କେତେ କଥା ଚାଲିଲା। ସନ୍ଧ୍ୟାରେ ଆମେ ବସିଛୁ, ଉଭୟ କଥାବାର୍ତ୍ତା ହଉଛୁ। ହଠାତ୍ ଲୋଡ ସେଡିଂ ହେଲା, ଅର୍ଥାତ୍ ଲାଇନ କଟିଗଲା, କରେଣ୍ଟ ଫେଲ କଲା। ଅନ୍ଧକାର ଗୃହ, ଆମେ ଦୁଇ ଜଣ ବସିଛୁ। ଠାକୁର ହଠାତ୍ କହିଲେ, ଦାଦା ମୋର ଏଇ ଡାହାଣ ହାତଟାକୁ ଟିକେ ଧଇଲେ। ମୁଁ ଆସ୍ତେକିରି ଯେତେବେଳେ ତାଙ୍କ ଡାହାଣ ହାତକୁ ଧରିବାକୁ ଯାଏ, ଯେମିତି ଇଲେକ୍ଟ୍ରିକ କରେଣ୍ଟ ଖାଇଲା ବାଗିଆ ମୁଁ ଛିଞ୍ଚାଡି ପଡିଲି। ଦାଦା ଆପଣ ଟିକେ ଭଲ କରି ଧରନ୍ତୁ ନା। ମୁଁ ଭଲ କି ଧରିବାକୁ ଚେଷ୍ଟା କଲି, ତାଙ୍କର ଡାହାଣ ହାତଟାକୁ ଧରିଛି। ହଠାତ୍ ଡାହାଣ ହାତରୁ ଯେମିତି ହାଲୋଜିନ ଲାଇଟ ଆଲୋକ ବାହାରିଲା। ତାପରେ ସମୁଦ୍ର ଶୈଳ ତାଙ୍କର ଆଲୋକ ବାହାରିଲା। ଆଲୋକ ଘର, ଅନ୍ଧକାର ଘର ସମ୍ପୂର୍ଣ୍ଣ ଆଲୋକିତ ହେଇଗଲା। ଏବଂ ଏଇ ଆଲୋକଟା ଝରକା କବାଟ ଦେଇ ବାହାରକୁ ଗଲା।
बाहर जो मान थे सेमाने मध्य आसी देखिले घरे आलोक मु भयभीत हो गली बिरु राय लिखिं मु भयभीत हो गली मु पचारि ठाकुर ये कौन हूँ ठाकुर ठाकुर ये कौन हूँ ठाकुर कहले पाटी करना चिलौच कहीं पाटी करना जा हूँ ता देख ना ठाकुर ये केमती संभव केमती ये हो पार्छ केमती ना ये भजन दरकार जप ध्यान दरकार नाम ध्यान दरकार मत नाम ध्यान कर दिखु ठाकुर दीक्षा ग्रहण कले जुगे जुगे से जिते आसती लीला प्राकट्य से देखा आम दीक्षा ग्रहण करचे आम मैंने धन्य जे आमे आज ग्रहण करचे बोली हमर गोटे आशा भरोसा सृष्टि किंतु मु समस्त पाखे गोटे निवेदन रखी आमे जपरी जजन जाजन इष्टवृत्ति कर टिके भी जमती विच्युत न हो आमे प्रति मुहूर्त कर चालू ये निर्देश यही निर्देश मानवा पड़ो ठाकुर कहले उषाय निशाय मंत्र साधन चला फेराय जप यथा समय इष्ट निर्देश मूर्त कराई तप यथा समय इष्ट निर्देश को मूर्त करवा वास्तवायिता करवा मेटेरियलाइज करवा उचित तपस्या यथा समय इष्ट निर्देश आम केमती पाइबा निज प्रश्न पचार मु गोटे कथा भावुची आप गोटे कथा भावुं सी आउ गोटे कथा भावुं सब इष्ट स्वार्थ प्रतिष्ठापन कथा बोली आम कहे किंतु एते विभेद कहीं मन मिले ना कहीं मतांतर हटे कहीं ता भितर हूँ उक्त निर्देशटा कौन आम जानू आज परम पूज्य श्री श्री आचार्य बसचंती से इष्टबाही इष्ट प्रतिभु इष्ट प्रतिष्ठार मूर्तिमंत विग्रह निर्देशटा हूँ इष्ट निर्देश मन तेणु समय दिया जी समय दिया बोधे से समय हो जाए विशेष कथा कहबार ना ऑनलाइन हो ऑफलाइन हो व्यक्तिगत हो पारिवारिक हो समष्टिगत हो आम जो जाजन करचे प्रभु कथा कहूचे प्रभु जहाँ कही कार्यकारी करवा मु निजे मो व्यक्ति जीवन में करी मोर परिवार एटा को प्रतिष्ठा करी मोर पड़ापड़ोशी भितर एटा संचायित करी ता जदि नहला एकुटिया एकुटिया किछि करा जायनी धर्म एकुटिया एकुटिया हुएनी धर्म स्वामी स्त्री उभय करती पिता पुत्र कन्या निर्विशेष परिवार समस्ते धर्म करती परिवार को लेकरी हमर जीवन का जीवन आम परिवार ही जन्म ग्रहण करचे जुआड़ू जिते बुली बुली आसे से परिवार को फेरी आसो परिवारटा इष्ट प्राण हवा दरकार ठाकुर प्रतिष्ठित रहा दरकार परिवार रे नियमित जप ध्यान प्रार्थना सद्ग्रंथ पाठ ये सब नियमित रहा दरकार यहीटा जिते आम नियमित अस्कलित भाव निष्ठा निपुण भाव करवा सेतेटा आम इष्ट प्राण होउतबा इष्ट प्राण गोटे शब्द नुहे यह गोटे चारित्रिक विश्लेषण चारित्रिक अवस्था आम इष्ट प्राण के दूर होइछे ना नहीं तेना विशेष कहूनी समय हो मोर वक्तव्य ये रखुची आपण मान समस्त मुआ साधुवाद जनाऊँची ये जो प्रचेषा जारी रखिंट विभिन्न स्थान भजन कीर्तन आलाप आलोचना करने निमंत्रण करी भाई मानक माँ मानक ये जो कार्यक्रम चालू रखिंट आपण साधुवाद जनाऊँची समस्त मंगल कामना करुच्ची सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मां कश्चित् दुःख भाग् भवेत् वंदे पुरुष।